ସାତ ଲୋକ ବିଧାୟକ ବସିଥିଲୁ। ରାଇଟ୍ ସାର୍। କିଏ କାହାର ମତ କହିଲେ ମୋତେ ପଚାରିଲେ ଆପଣ କହିଲେ ମୁଁ ଦୁଇଥର MLA, ଗୋଟେ ତ ଚେୟାରମ୍ୟାନ୍, ସବୁ ଆନକାଣ୍ଟ୍ରିରେ ଆସିଛି ବୁଝିଲେ। ସେତେବେଳକୁ ନାଁ ଥିଲା କରି ଆସୁଥିଲି। ତାପରେ ଯେତେବେଳେ କି ମତରେ ବିଜେଡ଼ିରେ ମିଶିଲି, ନବୀନ ପଟ୍ଟନାୟକ ସପୋର୍ଟ କଲେ। ମୁଁ ଛାଡ଼ିଲା ପରେ ନବୀନ ପଟ୍ଟନାୟକ 60,000 ଭୋଟ୍ରେ ଜିତିଲେ, କମ୍ ନଥିଲେ ତାହେଲେ ଜିତିଲେ, ବହୁତ ଧନ୍ୟବାଦ ମିଶିଥିଲେ। ଆମେ କାଲି ପୂର୍ବତନ 7 ଜଣ ବିଧାୟକ ବସିଥିଲୁ, ଯାହା ତାର ମତ ଦେଲେ ଯେ ବର୍ତ୍ତମାନ ଅବସ୍ଥା ଯେମିତି ଚାଲିଛି ୟା ପାଇଁ ଆମର କାମ କ'ଣ କରିବା ଆମେ ବୋଲେ ଆମେ କାହିଁକିନା ବର୍ତ୍ତମାନ ପର୍ଯ୍ୟନ୍ତ ଯେ ମୁଁ ମିଶିବାର 18 ବର୍ଷ ହେଲାଣି, ଆପଣଙ୍କୁ ମିଳିନି, କିନ୍ତୁ ଏତେବେଳେ ପର୍ଯ୍ୟନ୍ତ ଆମକୁ ଗୁରୁତ୍ୱ କିଏ ଦେଉନାହାନ୍ତି। ଯେହେତୁ ମୁଖ୍ୟମନ୍ତ୍ରୀ ଯେତେବେଳେ ପାରିଲେ ଓଡ଼ିଶାରେ 1 ନମ୍ବର ଅଛନ୍ତି, ଆଉ ହିଞ୍ଜିଳିରେ ବି 1 ନମ୍ବର ଥିଲେ। ମୋର ବି ପୁରା ବିଶ୍ୱାସ ଥିଲା, ସ୍ୱପ୍ନ ଅଛି ଯେ ଯେତେ ଦିନ ପର୍ଯ୍ୟନ୍ତ ଲଢ଼ିବେ ସେ ସବୁବେଳେ ହିଞ୍ଜିଳିରେ 1 ନମ୍ବର ହିଁ ଲଢ଼ନ୍ତୁ। 1 ନମ୍ବର ଲଢ଼ିବେ କ'ଣ 19 ନିର୍ବାଚନରେ ଯାହା ଦେଖାଗଲା, ପ୍ରଥମ ପାଇଁ ସେ 34,000 କମ୍ ଭୋଟ୍ ପାଇଲେ, ଯେଉଁଟାକି ବିଜେପି ଖାତା ବାଲା କେବେ ଯାଇନଥିଲା। ପଞ୍ଚାୟତ ଇଲେକ୍ସନ୍ ବି ସେୟା ହେଲା।